ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ଅଷ୍ଟମ ଶ୍ରେଣୀର ଏକ ବିଷୟବସ୍ତୁକୁ ଆଲୋଚନା କରିବା, ଯାହାକି ହେଲା ଯେଉଁ ଦେଶରେ ଗଙ୍ଗା ବହେ। ଯିଏ ଲେଖିଛନ୍ତି ସେ ହେଉଛନ୍ତି ଜଣେ ଉଚ୍ଚ କୋଟିର ଜଣେ କବି ତଥା ସେ ସମସ୍ତ କ୍ଷେତ୍ରରେ ନିଜର ପାରଙ୍ଗମତା ଦେଖାଇ ଯାଇଛନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମର ବିପିନ ବିହାରୀ ରାଉତ ମହୋଦୟ। ତାହେଲେ ଆମେ କବିତାଟିକୁ ପାଠ କରିବା ପିଲାମାନେ। କବିତାଟା ଏତେ ଉଚ୍ଚ କୋଟିର ଏବଂ ତାଙ୍କର ବର୍ଣ୍ଣନା ଶୈଳୀ ଏତେ ସୁମଧୁର, ଆମେ ତାକୁ ଟିକେ ହୃଦବୋଧ କଲେ ହୁଏତ ଆମ ଜୀବନରେ କିଛିଟା ପରିବର୍ତ୍ତନ ହୋଇପାରିବ ଏବଂ ତାକୁ ଯଦି ଆମେ ନିଜ ଜୀବନରେ ବ୍ୟବହାର କରିପାରିବା, ଲଗାଇ ପାରିବା, ତାହେଲେ ନିଜର ନିଶ୍ଚିତ ଭାବରେ ଉନ୍ନତି ହେବ ବୋଲି ମୁଁ ଆଶା ବୋଧ କରେ। ତାହେଲେ କବିତାଟିକୁ ପାଠନ କରିବା। ଏଇ ଯେଉଁ ଚିତ୍ର ଦେଖିପାରୁଥିବ, ଏଇଟା ହେଉଛି ଆମର ସୁଉଚ୍ଚ ହିମାଳୟ ପର୍ବତ, ଯାହାକି ଗୋଟିଏ ମୁକୁଟ ସହିତ ତୁଳନା କରାଯାଇଛି ଏବଂ ନଦୀ ଗୁଡ଼ିକ ଏଠାରୁ ଯେଉଁ ବାହାରିଥିବା ନଦୀ ଗୁଡ଼ିକୁ ଆମେ ଯଦି ଦେଖିବା, ତାହେଲେ ଗଳାର ମାଳ ସଦୃଶ ସେ କ'ଣ କରୁଛନ୍ତି ନା ଏଠାରେ ବର୍ଣ୍ଣନା କରୁଛନ୍ତି। ଏଇ ଯେଉଁ ହିମାଳୟରୁ ବା ଆମର ଏଇ ଯେଉଁ ଭାରତ ବର୍ଷରେ ଦେଖାଯାଉଥିବା ଅନେକ ଗୁଡ଼ିଏ ନଦୀ ସ୍ରୋତକୁ ମଧ୍ୟ ସେ କ'ଣ କରୁଛନ୍ତି ନା ବିଭିନ୍ନ ପ୍ରକାର ସେ ତୁଳନା କରିଛନ୍ତି। ତାହେଲେ ଆମେ କବିତାଟିକୁ ବୁଝିବା ପିଲାମାନେ। ଯେଉଁ ଦେଶରେ ଗଙ୍ଗା ବହେ, ଯୁଗ ଯୁଗର କାହାଣୀ କହେ, ସେଇ ଦେଶ ମୋ ଜନମ ଭୂଇଁ, ସେଇ ମାଟି ମୋ ମା। ମୁଁ ତାହାରି ଲାଗି ପରାଣ ଦେବି, ରଖିବି ତାର ନାଁ। କେଡ଼େ ସୁନ୍ଦର କବିତା ପିଲାମାନେ। ଯେଉଁ ଦେଶରେ ଗଙ୍ଗା ବହେ, ଆମେ ଜାଣିଛୁ ଭାରତ ବର୍ଷରେ ହିଁ କ'ଣ ହେଉଛି ନା ଗଙ୍ଗାଟା ବହି ଚାଲିଛି, ଯାହାକି ଚିରସ୍ରୋତା ଏବଂ ସେ ଯୁଗ ଯୁଗର କାହାଣୀକୁ କ'ଣ କହୁଛି ନା କହି ଚାଲିଛି ଅନବରତ ଭାବରେ, ଯାହାକି ଚିରସ୍ରୋତା। ସିଏ କ'ଣ କରୁଛି ନା ଅତୀତରେ ଘଟିଯାଇଥିବା ଘଟଣା ସମୂହକୁ ସେ କ'ଣ କରୁଛି ନା ବର୍ଣ୍ଣନା କରୁଛି। ତା ଭିତରେ ରହିଯାଇଛି ଅନେକ ଗୁଡ଼ିଏ ସ୍ମୃତି, ଯାହାକି ଗୋଟେ ସ୍ମୃତିର ସୌଧ ଆକାରରେ ନିଜେ ଛିଡ଼ା ହୋଇ ମଣିଷକୁ ବାର୍ତ୍ତା ପ୍ରଦାନ କରୁଅଛି। ସେଇ ଦେଶ ହେଉଛି ମୋର କ'ଣ ନା ଜନ୍ମଭୂମି, ଯେଉଁ ଜାଗାରେ ମୁଁ ଜନ୍ମଗ୍ରହଣ କରିଛି, ଯେଉଁ ଜାଗାରେ ଗଙ୍ଗା ପ୍ରବାହିତ ହେଉଅଛି ଏବଂ ଗଙ୍ଗା ଠାରୁ ଆମେ କ'ଣ କରୁଛୁ ନା ଅନେକ ବିଭିନ୍ନ ଦିନର ଘଟିଯାଇଥିବା ଘଟଣା ସମୂହକୁ ଶୁଣିବାକୁ ପାଉଛୁ ବା ଜାଣିବାକୁ ପାଉଛୁ। ସେଇ ମାଟି ମୋ ମା। ଯେଉଁ ସ୍ଥାନରେ ମୁଁ ଜନ୍ମଗ୍ରହଣ କରିଅଛି, ଯେଉଁ ସ୍ଥାନରେ ଗଙ୍ଗା ବହୁଅଛି, ଯେଉଁ ଜାଗାରେ କାହାଣୀ କହୁଛି, ସେ ହେଉଛି ମୋର ଜନ୍ମଭୂମି, ସେ ହେଉଛି ମୋର ମାଟି ମା। ମୁଁ ତାହାରି ଲାଗି ପରାଣ ଦେବି। ଏଠାରେ କ'ଣ ହେଉଛି ନା ପିଲାମାନେ ଗଦ୍ୟ ଏବଂ ପଦ୍ୟ ରୂପ ଦେଖିବାକୁ ମିଳିବ। ପରାଣର ଅର୍ଥ ହେଲା ପ୍ରାଣ। ମୁଁ ତାହାରି ଲାଗି କ'ଣ କରିବି ନା ନିଜର ପ୍ରାଣକୁ ବଳି ଦେଇଦେବି ଏବଂ ତାର କ'ଣ କରିବି ନା ରଖିବି ତାର ନାଁ। ତାର ନାଁ ରଖିବା ନିମନ୍ତେ ମୁଁ କ'ଣ କରିବି ନା ନିଜ ଜୀବନକୁ ମଧ୍ୟ ଜଳାଞ୍ଜଳି ଦେଇଦେବି, ନିଜ ପ୍ରାଣକୁ ମଧ୍ୟ ମୁଁ କ'ଣ କରିବି ନା ଉତ୍ସର୍ଗୀକୃତ କରିଦେବି। ସେଭଳିଆ ଉଦାହରଣ ତ ଆମେ ଯଦି ଇତିହାସ ପୃଷ୍ଠାରେ ଦେଖିବା, ରାମାୟଣ ମହାଭାରତ ପୃଷ୍ଠାରେ ମଧ୍ୟ ଦେଖିବାକୁ ପାଇବା ପିଲାମାନେ, ଯିଏକି ନିଜ ଜାତି, ନିଜ ଦେଶ, ନିଜ ମାଟି ପାଇଁ ନିଜ ଜୀବନକୁ ମଧ୍ୟ କ'ଣ କରୁଛନ୍ତି ନା ବଳିଦାନ ଦେଇଛନ୍ତି। ଯଦି ଆମେ ବାଜିରାଉତ କଥା କହିବା, ଧର୍ମପଦ କଥା କହିବା, ତାହେଲେ ସେମାନେ ନିଜ ଜାତି, ନିଜ ଦେଶ, ନିଜ ମାଟି, ନିଜ ଜନ୍ମଭୂମି ପାଇଁ ସେମାନେ କ'ଣ କରୁଛନ୍ତି ନା ନିଜ ଜୀବନକୁ ବଳିଦାନ ଦେଇଛନ୍ତି। ମୁଁ ମଧ୍ୟ କ'ଣ କରିବି ନା ନିଜ ଜାତିର, ନିଜ ଦେଶର ନାଁ ରଖିବା ନିମନ୍ତେ ମୁଁ ମୋର ପ୍ରାଣକୁ ମଧ୍ୟ ବଳିଦାନ ଦେଇଦେବି। ଆଉ କ'ଣ କହୁଛନ୍ତି ନା ହିମଗିରି ଯା ମୁକୁଟ ସହେ, ଯମୁନା ଗଳା ମାଳ, ସାଗର ଧୁଏ ଚରଣ ଯାର, ଉର୍ମି କଳ କଳ। ୱାହ, କେତେ ବଢ଼ିଆ ସୁନ୍ଦର କବିତା ପିଲାମାନେ। ଏଠାରେ ତୁମକୁ ମୁଁ କବିତାର ଆରମ୍ଭରୁ କହିଥିଲି କ'ଣ ନା ଏ ଯେଉଁ ଆମେ ଚିତ୍ର ଦେଖୁଛୁ, ଏ ଚିତ୍ର ହେଉଛି ହିମାଳୟ ପର୍ବତର। ଗିରି କହିଲେ ପର୍ବତକୁ ବୁଝାଏ ପିଲାମାନେ। ହିମଗିରି ଅର୍ଥାତ୍ ହିମାଳୟ ପର୍ବତକୁ ବୁଝାଉଛି। କ'ଣ ହେଇଛି ନା ମୁକୁଟ ଶହେ। ଶହେର ଅର୍ଥ ହେଲା ଶୋଭା ପାଇବା, ଶୋଭାବର୍ଦ୍ଧନ କରିବା। କାହାର ଶୋଭାବର୍ଦ୍ଧନ କରିବା? ଜଣେ ରାଜା ଯେମିତି ମୁକୁଟ ପରିଧାନ କରିବା ଦ୍ୱାରା ତାଙ୍କର ଯେଉଁ ରାଜପଦକୁ ସେ କ'ଣ କରିଥାଏ ନା ଆହୁରି ଶୋଭାବର୍ଦ୍ଧନ କରିଥାଏ, ଠିକ୍ ସେହିପରି ଆମ ଭାରତବର୍ଷକୁ ମୁକୁଟ ସଦୃଶ ହିମାଳୟ ପର୍ବତ କ'ଣ କରୁଛି ନା ଆହୁରି
ଶୋଭାବର୍ଦ୍ଧନ କରୁଅଛି। ଇଏ ଆମେ ଏଠାରେ କ'ଣ କରୁଛୁ ନା ହିମାଳୟକୁ ଗୋଟେ ମୁକୁଟ ସଦୃଶ ତୁଳନା କରୁଛନ୍ତି ଏବଂ ଯମୁନା ଗଳା ମାଳ ଯମୁନା ନଦୀ ଯେଉଁଟା ଅଛି ସେ ନଦୀକୁ ସେ କ'ଣ କହୁଛନ୍ତି ପିଲାମାନେ ନା ଗୋଟେ ଗଳାର ହାର, ଗଳାର ମାଳ ବା ଗଳାର ହାର। ଏବଂ ଆଉ କ'ଣ ନା ସାଗର ଧୁଏ ଚରଣ ଜାର। ଆମର ଏଇ ଭାରତ ବର୍ଷକୁ ଯଦି ଆମେ ଦେଖିବା ପିଲାମାନେ ତାହେଲେ କ'ଣ ହେଉଛି ନା 3ଟି ପାର୍ଶ୍ୱରେ ନଦୀ ଗୁଡ଼ିକ ଅଛି ଏବଂ ଏଇ ଯେଉଁ ସାଗରର ଜଳ ଗୁଡ଼ିକ କ'ଣ ହେଉଛି ନା ତାର ପାଦକୁ ଧୌତ କରୁଛନ୍ତି। ଆମେ ଯଦି ବନ୍ଦେ ଉତ୍କଳ ଜନନୀ କଥା କହିବା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ, ସେଠାରେ ମଧ୍ୟ ଦେଖୁଛୁ ସାଗରର ଜଳ କ'ଣ କରୁଛି ନା ଆମର ଉତ୍କଳ ପ୍ରଦେଶ ବା ଭାରତବର୍ଷକୁ କ'ଣ କରୁଛି ନା ଧୋଇ ଦେଉଛି। ଠିକ୍ ସେହିପରି ସାଗର ଧୁଏ ଚରଣ ଯାର, ଏଇ ଯେଉଁ ଆମର ଭାରତବର୍ଷର ମାନେ ଚରଣକୁ ବା ପାଦକୁ କ'ଣ କରୁଛି ନା ସାଗରଟା ଧୋଇ ଦେଉଛି। କେଉଁଟା ଯାହାର ଉର୍ମି କଳ କଳ, ଉର୍ମି କହିଲେ ଲହଡ଼ି ଢେଉ କ'ଣ କରୁଛି ନା ମାଡ଼ି ଆସୁଛି ଏବଂ ଆମର ଯେଉଁ ଭାରତବର୍ଷର ଅଛି ଏ ଯେଉଁ ସାଗର ବା ସମୁଦ୍ରକୁ ଲାଗିଥିବା ନିକଟବର୍ତ୍ତୀ ଅଞ୍ଚଳକୁ ସେ କ'ଣ କରୁଛି ନା ଧୋଇ ଦେଉଛି। ଯେଉଁ ମାଟିକୁ ପରଶିଯାଏ ମଳୟ ଶୀତ ବା, ଏବଂ ଏହି ଭାରତବର୍ଷକୁ ଆମେ ଜାଣିଛୁ କ'ଣ ନା ମଳୟ ପବନ ଶୀତ କ'ଣ କରୁଛି ନା ମାଡ଼ି ଆସୁଛି, ପରଶି ଦେଉଛି, ବାଣ୍ଟି ଦେଉଛି। ମୁଁ କ'ଣ କରିବି ନା ତାହାରି ଲାଗି ନିଜର ପ୍ରାଣ ଦେବି ଏବଂ ରଖିବି ତାର ନାଁ। କେତେ ସୁନ୍ଦର କବିତା ପିଲାମାନେ। ଆଉ କ'ଣ କହୁଛନ୍ତି, ଯେଉଁ ମାଟିକୁ ପରଶିଯାଏ ମଳ ଶୀତ ବା, ଏବଂ ଶୀତ ମଳୟ ପବନ ଥିରି ଥିରି ପବନ, ଏଇ ଯେଉଁ କୁଳୁକୁଳୁ ପବନ କ'ଣ କରୁଛି ନା ସେହି ମାଟିକୁ ସେ ପରଶି ଦେଉଛି, ବାଣ୍ଟି ଦେଉଛି। ତା ପାଇଁ ମୁଁ କ'ଣ କରିବି ନା ନିଜ ଜୀବନକୁ ମଧ୍ୟ ଜଳାଞ୍ଜଳି ଦେଇଦେବି। କ'ଣ କରିବା ପାଇଁ? ତାର ନାଁ ତାର ଯଶ ଖ୍ୟାତି ରଖିବା ପାଇଁ ମୁଁ ନିଜକୁ ମଧ୍ୟ ବଳିଦାନ ଦେଇଦେବି। କେଡ଼େ ସୁନ୍ଦର କବିତା ପିଲାମାନେ। ତାହେଲେ ପିଲାମାନେ ଆଜି ପାଇଁ ଆମେ ଏତିକି ଆଲୋଚନା କରିଥିବା, ଅନ୍ୟ ଏକ ଭିଡ଼ିଓରେ ପୁଣି ଆଲୋଚନା କରିବା। ଥ୍ୟାଙ୍କ ୟୁ ଟୁ ଅଲ୍। ଯଦି କିଛି ବୁଝିବାରେ ଅସୁବିଧା ହେଉଥାଏ ତାହେଲେ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଧନ୍ୟବାଦ। ଥ୍ୟାଙ୍କ ୟୁ ଟୁ ଅଲ୍।